ଯଦି ତମେ ଏଇ କଥାଟିକୁ ବୁଝିପାରୁଥିବ, ତେବେ ଆଧ୍ୟାତ୍ମିକତା ଏବଂ ନୈତିକତା ମଧ୍ୟରେ ରହିଥିବା ବଡ଼ ପାର୍ଥକ୍ୟଟିକୁ ମଧ୍ୟ ତୁମେ ନିଶ୍ଚୟ ବୁଝିପାରିବ। କାଲି ଗୋଟେ ବୁଝା ହେଇଥିଲା ଯେ ଆଧ୍ୟାତ୍ମିକତା ଆଉ ନୈତିକତା କଣ। ମା କହିଲେ ଯେ ଯଦି ତମେ ଏ କଥାଟାକୁ ବୁଝିପାରିଥିବ ତାହେଲେ ଜାଣିପାରିଥିବ ଯେ ଆଧ୍ୟାତ୍ମିକତା ଆଉ ନୈତିକତାଟା କଣ। ଏଇ ଦୁଇଟି କଥାକୁ ପ୍ରାୟ ସର୍ବଦା ପରସ୍ପର ସହିତ ଗୋଳମାଳିଆ କରି ଦିଆଯାଇଥାଏ। ଗୋଳମାଳ କାହିଁ କରାଯାଏ? ଏଇଥିପାଇଁ ଗୋଳମାଳ କରାଯାଏ କାରଣ ଦୁଇଟି ଯାକର ସତ୍ୟତା ଭିନ୍ନ ଜାଗାରେ ରହିଛି। ଜଣେ ମନକୁ ସତ୍ୟ ବୋଲି ଭାବୁଛି ଏବଂ ଆଉ ଜଣେ ଯଥାର୍ଥ ସତ୍ୟ ଯାହା ଆତ୍ମା ଦ୍ଵାରା ପରିଚାଳିତ। ତେଣୁ ସେମାନଙ୍କ ଭିତରେ ସବୁବେଳେ ଗୋଳମାଳିଆ ଦେଖାଯାଉଛି। ଆଧ୍ୟାତ୍ମିକ ଜୀବନ ଅର୍ଥାତ୍ ଯୋଗମାର୍ଗୀୟ ଜୀବନ ଦିବ୍ୟ ଚେତନା ମଧ୍ୟକୁ ଅଭିବୃଦ୍ଧି ଲାଭ କରିବାକୁ ହିଁ ଆପଣାର ଲକ୍ଷ୍ୟ ରୂପେ ଗ୍ରହଣ କରିଥାଏ ଏବଂ ଆମ ନିଜ ଭିତରେ ଯାହା ସବୁ ରହିଛି ତାକୁ ଶୁଦ୍ଧ କରିଦେବା, ପ୍ରଗାଢ଼ କରିବା, ମହିମାନ୍ୱିତ କରିବା ଏବଂ ସେଥିରେ ଏକ ପରିପୂର୍ଣ୍ଣତା ହାସଲ କରିବାକୁ ହିଁ ତାର ପରିଣାମ ରୂପେ ଗ୍ରହଣ କରିଥାଏ। ତେଣୁ ଆଧ୍ୟାତ୍ମିକ ଜୀବନ ଆମଠାରୁ ଚାହେଁ ଯେ ଆମେମାନେ ଅଭିବୃଦ୍ଧି କରିବା, ଆମମାନଙ୍କର ଅନ୍ତରାତ୍ମା ଅନ୍ତର ଗୁଣବଳୀ ଗୁଡ଼ିକ ଶୁଦ୍ଧ ହେବ, ପ୍ରଗାଢ଼ ହେବ। ଏଇ ସବୁ ଜିନିଷ ଆଧ୍ୟାତ୍ମିକତା ଆମଠାରୁ ଚାହେଁ। ତେଣୁ ପରମ ଦିବ୍ୟ ସତ୍ତାକୁ ବ୍ୟକ୍ତ କରି ଆଣିବାରେ ଆଧ୍ୟାତ୍ମିକତା ତୁମକୁ ଏକ ଶକ୍ତି କେନ୍ଦ୍ର ରୂପେ ତିଆରି କରି ରଖେ। ପ୍ରତ୍ୟେକ ବ୍ୟକ୍ତିତ୍ୱର ସ୍ୱଭାବକୁ ତାହାର ପରିପୂର୍ଣ୍ଣ ମୂଲ୍ୟ ସ୍ତରକୁ ଉତ୍ତୋଳିତ କରି ନେଇଯାଏ ଏବଂ ତାହାକୁ ସମ୍ଭାବ୍ୟ ସର୍ବାଧିକ ପରିମାଣରେ ଅଭିଭୁକ୍ତ କରାଇ ଆଣେ। କାରଣ ତାହା ପରମେଶ୍ୱରୀୟ ଯୋଜନାର ଏକ ଅଂଶ ହୋଇ ରହିଥାଏ। ଏକ ମାନସିକ ବିଚାର ବିରଚନାର ଭୂମିରେ ହିଁ ଯାବତୀୟ ନୈତିକତାର ଉନ୍ମେଷ ଓ କାରବାର ହେଉଥାଏ। କଣ ଭଲ ଏବଂ କଣ ମନ୍ଦ এই ବିଷୟରେ କେତେଟା ଧାରଣାରୁ ନୈତିକତାର ଯାବତୀୟ ଚାରଣା ଆରମ୍ଭ ହୁଏ। ନୈତିକତା କଣ କରେ? ଗୋଟେ କଥାକୁ କହେ ଭଲ, ଗୋଟେ କଥାକୁ କହେ ଖରାପ। ତାର ଭଲ ମନ୍ଦ ରହିଛି। କାହିଁକି ନା ସେ ମନର ଧାରଣା ଦ୍ଵାରା ପରିଚାଳିତ। ମନ ଯେହେତୁ ସୀମିତ, ସେ ପ୍ରକୃତ ସତ୍ୟକୁ କିଛି ଜାଣିପାରେନି। ସେଇ କାରଣରୁ କଣ ହୁଏ ନା ସିଏ ଗୋଟେ କଥାକୁ ଭଲ ବୋଲି ବିବେଚନା କରିବା ସମୟରେ ଆଉ ଗୋଟେ କଥାକୁ ମନ୍ଦ ବୋଲି ବିବେଚନା କରେ। ସେଇ କାରଣରୁ ସବୁବେଳେ ସେ କଣ କରେ ନା ବିଭିନ୍ନ ପ୍ରକାର ମାନସିକ ବିବେଚନାର ଭୂମିରେ ସେ କଣ କରେ ଭଲ କି ମନ୍ଦ ବିଚାର କରେ। ଏହି ସବୁକୁ ନେଇ ନୈତିକତା ଆପଣର ସମ୍ମୁଖରେ ଏକ ଆଦର୍ଶ ସ୍ୱରୂପ ନିର୍ମାଣ କରି ରଖିଥାଏ ଏବଂ ସମସ୍ତେ ଯେକୌଣସି ପ୍ରକାର ସେଇ ରୂପଟି ଅନୁସାରେ ଆପଣଙ୍କୁ ତିଆରି କରନ୍ତୁ ବୋଲି ଦାବି କରିଥାଏ। ନୈତିକତା ସବୁବେଳେ ଅନ୍ୟମାନଙ୍କ ଉପରେ ଦାବି କରେ ଯେ ମୁଁ ଯାହା କହୁଛି ଠିକ, ଏଇ ନିୟମଟା ଠିକ, ତାକୁ ମାନିବା ଉଚିତ। ଯୋଉଭଳି କି ଆମେ କରିପାରିବା ଯେ ଆମେ ଭଗବାନଙ୍କୁ ସବୁବେଳେ ଧୂପ ଦୀପ ଦବା ଉଚିତ। ତାଙ୍କ ପୂଜାର୍ଚ୍ଚନାରେ ଆମେ ମାନେ ବିଭିନ୍ନ ଭୋଗ ରାଗ ଅର୍ପଣ କରିବା ଉଚିତ। ସେଇ ଭୋଗ ଲାଗିଥିବା ସମୟରେ ଖାଇବା ଉଚିତ ନୁହେଁ, ପୂଜା ସରିଲା ପରେ ଖାଇବା ଉଚିତ। ଏ ସବୁ ହଉଛି ପୂଜାର ନୀତି ନିୟମ ଧାରଣା। ତେଣୁ ଏଇ ଯୋଉଠି ନୀତି ନିୟମ ରହିଛି ସେଇଟା ହଉଛି ନୈତିକତା। ସେଇଟା ଯଥାର୍ଥ ଆଧ୍ୟାତ୍ମିକତା ନୁହେଁ। କିନ୍ତୁ ସେଇ ଜିନିଷଟି ଯଦି ଅନ୍ତରାତ୍ମା ଦ୍ଵାରା ପରିଚାଳିତ ହେଇ କରାଯାଏ ତାହେଲେ ସେଟା ଆଧ୍ୟାତ୍ମିକତା ହେଇପାରିବ। ଅର୍ଥାତ୍ ଧୂପ ଦେବା, ପୂଜା କରିବା, ଠାକୁରଙ୍କ ପାଖରେ ଭୋଗ ଅର୍ପଣ କରିବା, ଏଗୁଡାକ ଆଧ୍ୟାତ୍ମିକତା ନୁହେଁ ବୋଲି କୁହାଯାଉନି। କୁହାଯାଉଛି ଆମେ ଯୋଉ ନିର୍ଦ୍ଦିଷ୍ଟ ନିୟମ ତାକୁ ରଖିଛୁ ଯେ ଏଇଭଳି କରିବା ଉଚିତ, ନହେଲେ ଅସୁବିଧା ହବ। ସେଇ ନିର୍ଦ୍ଦିଷ୍ଟ ନିୟମଟା ହଉଛି ନୈତିକତାର ଚିହ୍ନ। ଆମେ ଯଦି ସେ ନିୟମରୁ ବାହାରି ଆସି ସେଟା ଅନ୍ତରାତ୍ମାର ଇଚ୍ଛା ଦୃଷ୍ଟିକୋଣରୁ କରିବା, ସତରେ ଯଦି ଆମେ ଚାହିଁବା ତାହେଲେ ଯାଇକି ସେଇଟା ଆଧ୍ୟାତ୍ମିକତା ହେଇପାରିବ। ଏସବୁକୁ ଏବଂ ମାନସିକ ବିଚାର ଭୂମିରେ ହିଁ ଯାବତୀୟ ନୈତିକତା ଉନ୍ମେଷ କାରବାର ହେଇଥାଏ। ସେଠି କଣ ଭଲ କଣ ମନ୍ଦ ଚାଲିଥାଏ। ଏସବୁକୁ ନେଇ ନୈତିକତାର ଆପଣଙ୍କ ସମ୍ମୁଖରେ ଏକ ଆଦର୍ଶ ସ୍ୱରୂପ ନିର୍ମାଣ କରିଥାଏ ଏବଂ ସମସ୍ତେ ଯେକୌଣସି ପ୍ରକାରେ ସେଇ ରୂପଟି ଅନୁସାରେ ଆପଣଙ୍କୁ ତିଆରି କରନ୍ତୁ ବୋଲି ଦାବି କରିଥାଏ। ତେଣୁ ବିଭିନ୍ନ କାଳ ବିଭିନ୍ନ ସ୍ଥାନରେ ଏଇ ନୈତିକ ଆଦର୍ଶ ଭିନ୍ନ ଭିନ୍ନ ରୂପ ହୋଇ ରହିଥାଏ। ତେଣୁ ନୈତିକତା ଅଭିୟସଲି ଭିନ୍ନ ପ୍ରକାରର ହବ, କାରଣ ଯେହେତୁ ତା ମନ ନେଇ ତିଆରି ହେଇଛି। ସମସ୍ତଙ୍କର ମନ ସମାନ ନୁହେଁ, ସମସ୍ତଙ୍କର ଜ୍ଞାନ ସମାନ ନୁହେଁ।
ତେଣୁ ଯିଏ ଯୋଉ ଜାଗାରେ ଯେମିତି ଧାରଣା କଲା ସେ ସେମିତି ତାକୁ ନିର୍ବାଚିତ କଲେ। ଆମେ ଯଦି ଆମ ଦେଶରେ କହିବା ବାମ ପଟେ ଚାଲିବା ଉଚିତ ଆଉ ଗୋଟେ ନିୟମ କଲେ, ଏବଂ ବିଦେଶରେ ବାମ ପଟେ ଚାଲିଲେ ଦୁର୍ଘଟଣାଗ୍ରସ୍ତ ହବା, କାରଣ ତାଙ୍କ ନିୟମ ହଉଛି ଡାହାଣ ପଟେ। ଏଇଟା ଗୋଟେ ଗାଡିର ନିୟମ ବା ଗୋଟେ ସାଧାରଣ ନିୟମ କଥା ମୁଁ ବିବେଚନା କଲି। ସେମିତି ଅନେକ ପ୍ରକାର ଧର୍ମଶାସ୍ତ୍ର ଗୁଡିକ ରହିଛି ଯୋଉ ଜାଗାରେ କି ଭିନ୍ନ ଭିନ୍ନ। ଆମ ଦେଶରେ ଗୋଟେ ପ୍ରକାର ଠିକ ବୋଲି ମାନୁଥିଲା, ଅନ୍ୟ ଗୋଟେ ଦେଶରେ ତାହା ଭୁଲ ବୋଲି ବିବେଚିତ ହୋଇଥାଏ। ତ ସତ୍ୟଟା ଗୋଟେ ଜାଗାରେ ଠିକ, ଗୋଟେ ଜାଗାରେ କେମିତି ଭୁଲ ହବ? ସତ୍ୟ ହଉଛି ସମସ୍ତଙ୍କ ପାଇଁ ସତ୍ୟ। ସ୍ଥାନ କାଳ ପାତ୍ର ନିର୍ବିଶେଷରେ ଯଦି ଯୋଉ ଜାଗାରେ ଗୋଟିଏ କଥା ହିଁ ପ୍ରଚଳିତ ହେଲା, ତାହା ହିଁ ସତ୍ୟ ବୋଲି ବିବେଚିତ ହେବା ଉଚିତ। ତେଣୁ ସତ୍ୟ କେବଳ ଦି ପ୍ରକାର ହେଇପାରିବ ନା। ତେଣୁ ନୈତିକତା କଣ କରେ? ଯେହେତୁ ଆମକୁ ବିଭିନ୍ନ ପ୍ରକାର ନିୟମରେ ବାନ୍ଧିବାକୁ ଚେଷ୍ଟା କରେ, ତେଣୁ ଯେହେତୁ ତା ମନ ଦ୍ଵାରା ପରିଚାଳିତ, ତେଣୁ ଗୋଟେ ଜାଗାରେ ଏହା ସତ୍ୟ ହଉଥିବା ସମୟରେ ଅନ୍ୟ ଏକ ସ୍ଥାନରେ ତାହା ଭିନ୍ନ ଭିନ୍ନ ହୋଇଥାଏ, ମିଥ୍ୟା ମଧ୍ୟ ପ୍ରମାଣିତ ହୋଇଥାଏ। ତେଣୁକରି ନୈତିକତା ସବୁ କିଛି ନୁହେଁ, ମାତ୍ର ତଥାପି ତାହା ଆପଣଙ୍କୁ ଏକ ଅନନ୍ୟ ରୂପରେ ପ୍ରରୋପ ବୋଲି ଘୋଷଣା କରିବାରେ ଲାଗିଥାଏ। ଏକ ପରମ ଅବଶ୍ୟ ଅନୁସରଣୀୟ ପ୍ରରୂପ ବୋଲି ଘୋଷଣା କରେ। ଆପଣର ବାହାରେ ରହିଥିବା ଆଉ କାହାରିକୁ ହେଲେ ତାହା ଆଦୌ ସ୍ୱୀକାର କରିବାକୁ ରାଜି ହୁଏନି। ତେଣୁ ନୈତିକତା କେବେ ବି ଅନ୍ୟମାନଙ୍କୁ ସ୍ୱୀକାର କରିବାକୁ ରାଜି ହୁଏନି। ଆଧ୍ୟାତ୍ମିକତା ସମସ୍ତଙ୍କୁ ସ୍ୱୀକାର କରିବାକୁ ରାଜି। ସିଏ କହେ ମୁଁ ଠିକ, ଏବଂ ଆଧ୍ୟାତ୍ମିକତା କହେ ଯେ ସବୁ ଜିନିଷ ଠିକ, ସବୁର ଉର୍ଦ୍ଧ୍ୱରେ ଆଉ ଏକ ସତ୍ୟ ରହିଛି। କିନ୍ତୁ ନୈତିକତା ତାହା ସ୍ୱୀକାର କରେ। ସିଏ କହେ ନା ନା, ମୋ ନିୟମଟା କେବଳ ଠିକ, ତା ନିୟମ, ତାର ଯୋଉ ନୀତିଗତ ନିୟମ ସେଟା ଭୁଲ। ଏଇଟା ନୈତିକତା ହିଁ କହିପାରେ। ଆଧ୍ୟାତ୍ମିକତା କୌଣସି ଜିନିଷକୁ କେହି ଭୁଲ କହିପାରେ, ମାତ୍ର ତଥାପି ତାହା ଆପଣଙ୍କୁ ଅନ୍ୟ ରୂପରେ ଘୋଷଣା କରିବାକୁ ଲାଗିଥାଏ ଏବଂ ପରମ ଅବଶ୍ୟ ଅନୁସରଣ ରୂପରୂପ ବୋଲି ଘୋଷଣା କରେ। ଆପଣର ବାହାରେ ରହିଥିବା ଆଉ କାହାରିକୁ ହେଲେ ତାହା ଆଦୌ ସ୍ୱୀକାର କରିବାକୁ ରାଜି ହୁଏନି। ଏପରିକି ଆପଣର ପରିଧିଟି ଭିତରେ ମଧ୍ୟ ତାହା ଆଦୌ କୌଣସି ପ୍ରକାର ବୈଚିତ୍ର୍ୟ ଲାଗି ଅନୁମତି ଦିଏ ନାହିଁ। ଆଦର୍ଶ ରୂପର ଯେଉଁ ଗୋଟିଏ ଛାଞ୍ଚ ତାହା ପାଖରେ ରହିଥାଏ, ସମସ୍ତଙ୍କୁ ତାହାର ଅନୁସରଣର ଆପଣଙ୍କୁ ତିଆରି କରିବାକୁ ପଡେ। ପ୍ରତ୍ୟେକ ବ୍ୟକ୍ତିକୁ ଅନ୍ୟମାନଙ୍କ ସହିତ ଏକରୂପ ହୋଇ ଗଢି ହେବାକୁ ପଡେ। ନିଖୁଣ ଓ ଦୋଷମୁକ୍ତ ଭାବରେ କେବଳ ତାହା ହିଁ ହେବାକୁ ପଡିଥାଏ। ଏସବୁ ହୁଏ, ତାର କାରଣ ହେଉଛି ଯେ ନୈତିକତା ବଡ଼ ଅନମନୀୟ ଭାବରେ ଏପରି ଏକ ବାସ୍ତବତା ପ୍ରକୃତିର ହୋଇ ରହିଥାଏ ଯେ ତାହା ଆପଣର ମୌଳିକ ନୀତି କାର୍ଯ୍ୟୋନ୍ନତି ହେବାର ଭୂମିରେ ଆଧ୍ୟାତ୍ମିକ ଜୀବନର ଠିକ ବିପରୀତ ଅନ୍ୟ ଏକ ବସ୍ତୁ ହୋଇ ରହିଥାଏ। ଆଧ୍ୟାତ୍ମିକ ଜୀବନ ସମସ୍ତଙ୍କ ଭିତରେ ରହିଥିବା ସେଇ ଏକ ମୂଳ ସତ୍ୟଟିକୁ ଉଦ୍ଘାଟିତ କରିବା ଏବେ କରିଆଣେ ସତ, ମାତ୍ର ତା ଆପଣର ଅନ୍ତହୀନ ନାନା ଅନେକ ବିଧିତାକୁ ମଧ୍ୟ ପ୍ରକଟ କରି ଆଣିଥାଏ। ଆଧ୍ୟାତ୍ମିକତା ଏକତା ମଧ୍ୟରେ ଅନେକ ବିଧତା ଲାଗି କାର୍ଯ୍ୟ କରିଥାଏ ଏବଂ ସେ ଅନେକ ବିଧତା ମଧ୍ୟରେ ପରିପୂର୍ଣ୍ଣତା ଲାଗି କାର୍ଯ୍ୟ କରିଥାଏ। ଜଣେ ସବୁ କିଛିକୁ ଅଲଗା କରିଦେବାକୁ ଚେଷ୍ଟା କରୁଥାଏ, ଜଣେ ଗୋଟିଏ ଜାଗାରେ 100ଟି ଜିନିଷ ତିଆରି କରିବାକୁ ଚେଷ୍ଟା କରେ, ଜଣେ 100ଟି ଜିନିଷକୁ ମିଶେଇ ଏକ କରିବାକୁ ଚେଷ୍ଟା କରେ। ତେଣୁ ଯିଏ ଏକ କରିବାକୁ ଚେଷ୍ଟା କରେ ସେ ହଉଛି ଆଧ୍ୟାତ୍ମିକତା। ଯିଏ ବିଭିନ୍ନ ରୀତିନୀତି ପ୍ରସ୍ତୁତ କରେ, ବିଭିନ୍ନ ନିୟମ ତିଆରି କରେ, ସେ ହଉଛି ଧାର୍ମିକତା ବା ନୈତିକତା। ଜୀବନର ଯେଉଁ ବିଚିତ୍ର ବିଧତା ରହିଛି, ଆତ୍ମଗତ ଚିନ୍ମୟ ଅସ୍ତିତ୍ୱର ଯେଉଁ ସ୍ୱାଧୀନତା ରହିଛି, ତାହାରି ବିରୋଧାଚରଣ କରି ନୈତିକତା ଆମ ଆଗରେ ଏକ କୃତିମାନକୁ ଉତ୍ତୋଳନ କରି ଧରିଥାଏ। ଏହା ଯାହା କିଛି ସମ୍ଭବ କରିଥାଏ ତାହା ହେଉଛି କେବଳ ମନସ୍ତରର। ମୁଁ ଟିକେ ପୂର୍ବରୁ କହୁଥିଲି ନୈତିକତା ହଉଛି ମନସ୍ତରର। ନୈତିକତା ସବୁ ମଣିଷକୁ ଖାସ୍ ସେହି ମନଟିକୁ ଅନୁସରଣ କରି ଚାଲିବା ଲାଗି ଦାବି କରିବାରେ ଲାଗିଥାଏ। ତାହାରି ଏକ ଦାବିଟି ଅନୁସାରେ କେବଳ ବ୍ୟକ୍ତିକୁ ହିଁ ଏକ ପ୍ରକାର ଗୁଣ ଗୁଡିକୁ ଅର୍ଜନ କରିବାକୁ ପଡେ ଏବଂ ସେଇ ଗୋଟିଏ ପ୍ରକାର ଆଦର୍ଶ ଆଚରଣକୁ ହାସଲ କରିବା ଲାଗି କ୍ଲେଶ କରିବାକୁ ପଡେ। ନୈତିକତାକୁ ଏକ ଦିବ୍ୟ ଧାରା ବୋଲି ମୋଟେ କୁହାଯିବନି ଏବଂ ପରମ ଦିବ୍ୟ ତାଙ୍କର ଏକ ସମ୍ପଦ ଅଥବା ସାଧନ ବୋଲି କୁହାଯିବ। ନୈତିକତା ମନୁଷ୍ୟର ହିଁ ଜ୍ଞାନ ଏବଂ ମନୁଷ୍ୟ ସ୍ତରୀୟ ଗୋଟେ ସାଧନ। ଆପଣର ମୌଳିକ ଉପାଦାନ ରୂପେ ନୈତିକତା ଭଲ ଓ ମନ୍ଦ ନାମରେ ଏକ ଅନମନୀୟ ବିଭାଜନକୁ ଗ୍ରହଣ କରି ନେଇଥାଏ, ମାତ୍ର ତାହାର ଏକ ଧାରଣାଟି ପଛରେ ଆଦୌ କୌଣସି ଶକ୍ତି ନଥାଏ, କୌଣସି ସମୀଚୀନତା ନଥାଏ।
କେବଳ ଆପେକ୍ଷିକ ହୋଇ ରହିଥିବା କେତୋଟି କଥାକୁ ନୈତିକତା ସତ୍ୟ ବୋଲି ଗ୍ରହଣ କରାନ୍ତି ଏବଂ ସେଗୁଡ଼ିକ ଅଲଙ୍ଘ୍ୟ ପରମ ସତ୍ୟ ରୂପେ ସମସ୍ତଙ୍କ ଉପରେ ଲାଦି ଦେବାକୁ ଇଚ୍ଛା କରୁଥାଏ। କାରଣ ନୈତିକତା ଏ କ୍ଷେତ୍ରରେ ଯାହାକୁ ଭଲ ବୋଲି କହେ ଓ ଯାହାକୁ ମନ୍ଦ ବୋଲି କହୁଥାଏ, ସେଗୁଡ଼ିକ ବିଭିନ୍ନ ଜଳବାୟୁ, ବିଭିନ୍ନ କାଳ, ବିଭିନ୍ନ ଯୁଗ, ବିଭିନ୍ନ ଦେଶରେ ସମ୍ପୂର୍ଣ୍ଣ ଅଲଗା ପ୍ରକାରର ହୋଇ ରହିଥିବାର ପରିଦୃଷ୍ଟ ହୋଇଥାଏ। ନୈତିକତାର ଧାରାଟି ଆମକୁ ଏତେ ଦୂର ପର୍ଯ୍ୟନ୍ତ ଆସିବି କହିବାକୁ ଗ୍ରହଣ ପ୍ରକାଶ କରିଥାଏ ଯେ ଜଗତରେ କେତେ ଗୁଡ଼ିଏ କାମନାକୁ ଭଲ ଆଉ କେତେ ଗୁଡ଼ିଏ କାମନାକୁ ମନ୍ଦ ବୋଲି କୁହାଯାଇପାରିବ ଏବଂ ଏହି ରୀତିଟି ଦ୍ୱାରା ପ୍ରେରିତ ହୋଇ ତାହା ଆମକୁ ଗୋଟିଏ ବର୍ଜନ କରି ଆରଟିକୁ ଗ୍ରହଣ କରିନେବାର ପରାମର୍ଶ ବି ଦେଇଥାଏ। ମାତ୍ର ଆଧ୍ୟାତ୍ମିକତା ଜୀବନ ଆମକୁ କାମନା ମାତ୍ରେ ସବୁ କିଛିକୁ ପ୍ରତ୍ୟାଖ୍ୟାନ କରିବା ଲାଗି ଦାବି କରିଥାଏ। ଆଧ୍ୟାତ୍ମିକତାର ବିଧାନଟି ଅନୁସାରେ ଯାହା କିଛି ଆମକୁ ପରମ ଦିବ୍ୟ ସତ୍ତାଙ୍କ ଠାରୁ ଦୂରକୁ ନେଇଯାଉଥାଏ, ଆମକୁ ସେ ସବୁ କିଛିକୁ ବର୍ଜନ କରି ଆସିବାକୁ ହୁଏ। ସେଗୁଡ଼ିକ ସ୍ୱତଃ ଖରାପ, ସେଥିଲାଗି ସେଇ କାମନା ଗୁଡ଼ିକୁ ବର୍ଜନ କରିବାକୁ ପଡେ ନାହିଁ। କାରଣ ଅନ୍ୟ ଜଣେ ବ୍ୟକ୍ତି ପାଇଁ ଆଉ ଏକ ପରିବେଶ ତାହା ହୁଏତ ମନ୍ଦ ନ ହୋଇ ଭଲ ହୋଇପାରେ, ମାତ୍ର ସେଗୁଡ଼ିକ ଏପରି ଆବେଗ ଶକ୍ତି ଗୁଡ଼ିକର ଅଧୀନ ହୋଇ କାର୍ଯ୍ୟ କରିଥାନ୍ତି ଯେଗୁଡ଼ିକ କି ଅନୁଭାସିତ ଅଜ୍ଞାନମୟ ହୋଇ ରହିଥାନ୍ତି ଓ ତେଣୁ ପରମ ଦିବ୍ୟ ସତ୍ତାଙ୍କ ଆଡ଼କୁ ଗତି କରିବାର ପଥରେ ଆମେ ଲାଗି ଗୋଟିଏ ଗୋଟିଏ ଅନ୍ତରାୟ ହୋଇ ଛିଡ଼ା ହୁଅନ୍ତି। ଭଲ ଅଥବା ମନ୍ଦ ଯାବତୀୟ କାମନାକୁ ଆମେ କେବଳ ଏହି ପ୍ରକରଣଟିର ଅନ୍ତର୍ଭୁକ୍ତ କରିପାରିବୁ। କାରଣ କାମନା ମାତ୍ରେ ହିଁ ଏକ ଅନାଲୋକିତ ପ୍ରାଣିକ ସତ୍ତା ଏବଂ ତାର ଅଜ୍ଞାନ ମଧ୍ୟରେ ସମ୍ଭୂତ ହୋଇଥାଏ। ତେଣୁ ଏ ବାଟରେ ନ ଯାଇ ତୁମକୁ ପରମ ଦିବ୍ୟ ସତ୍ତାଙ୍କ ସହିତ ଏକ ସଂସ୍ପର୍ଶ ଆଣି ଦେଉଥିବା ଯାବତୀୟ ଗତି ସ୍ପନ୍ଦନକୁ ସ୍ୱୀକାର କରିବାକୁ ପଡ଼ିବ। ମାତ୍ର ସେହି ଗତି ସ୍ପନ୍ଦନ ଗୁଡ଼ିକ ଭଲ ବୋଲି ତୁମେ କଦାପି ସେଗୁଡ଼ିକୁ ସ୍ୱୀକାର କରିବ ନାହିଁ, ମାତ୍ର ସେଗୁଡ଼ିକୁ ତୁମକୁ ପରମ ଦିବ୍ୟ ସତ୍ତାଙ୍କ ଆଡ଼କୁ ନେଇ ଆସିପାରୁଛନ୍ତି ବୋଲି ହିଁ ତୁମେ ସେଗୁଡ଼ିକୁ ଗ୍ରହଣ କରିବ। ତେଣୁ ଯାହା କିଛି ତୁମକୁ ପରମ ଦିବ୍ୟ ସତ୍ତାଙ୍କ ଆଡ଼କୁ ନେଇଯାଇ ପାରୁଛନ୍ତି, ତମେ ସେଇ ସବୁ ଗୁଡ଼ିକୁ ଗ୍ରହଣ କରିନେବ। ଯାହା କିଛି ପରମ ଦିବ୍ୟ ସତ୍ତାଙ୍କ ଠାରୁ ତୁମକୁ ଦୂରକୁ ନେଇଯାଉଛନ୍ତି, ତୁମେ ସେଗୁଡ଼ିକୁ ବର୍ଜନ କରିବ। ମାତ୍ର ତୁମେ ସେଥିଲାଗି କଦାପି ସେଇଟିକୁ ଭଲ, ଏଇଟିକୁ ମନ୍ଦ ବୋଲି କହିବ ନାହିଁ ବା ଆପଣାର ଦୃଷ୍ଟିକୋଣରୁ ଅନ୍ୟ ଉପରେ ଲଦି ଦେବା ଲାଗି ବି କେବେ ବି ଚେଷ୍ଟା କରିବ ନାହିଁ। କାରଣ ତୁମେ ଯାହାକୁ ମନ୍ଦ ବୋଲି କହୁଛ, ତୁମର ପ୍ରତିବେଶୀ ଲାଗି ହୁଏତ ଠିକ ସେଇ କଥା ହିଁ ପ୍ରକୃତରେ ଭଲ ହୋଇପାରେ ଏବଂ ତୁମର ସେଇ ପ୍ରତିବେଶୀ ପରମ ଦିବ୍ୟ ଜୀବନର ଉପଲବ୍ଧି ଲାଗି ହୁଏତ କୌଣସି ଉଦ୍ୟମ କରିବାରେ ହିଁ ଅଭିପ୍ରାୟ ରହିଥାଇ ନପାରେ। କାହିଁକି? ସାଇଲେନ୍ସ।